जय जगन्नाथ। प्रिय दर्शक बंधु, এই সংসাରରେ এপରି କିଛି ଅଛି ଯାହାକୁ କେବେ ଅଶୁଦ୍ଧ ବୋଲି କୁହାଯାଏ ନାହିଁ। ହଁ, ପରାଶର ସ୍ମୃତିରେ, ପରାଶର ସଂହିତାରେ, ପାରମ୍ପରିକ ବ୍ୟାଖ୍ୟାରେ କେତେକ ଏପରି ତତ୍ତ୍ୱ ଓ ବ୍ୟକ୍ତିଙ୍କର ଉଲ୍ଲେଖ ମିଳେ ଯେଉଁମାନଙ୍କୁ ବିଶେଷ ପରିସ୍ଥିତିରେ ସଦା ପବିତ୍ର ବୋଲି ବର୍ଣ୍ଣନା କରାଯାଇଛି। ଆଜିର ଏହି ଭିଡ଼ିଓରେ ଆମେ ସେହି ପାରମ୍ପରିକ ଶାସ୍ତ୍ରୀୟ ଧାରଣାକୁ ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବା। ସୂର୍ଯ୍ୟ କିରଣ କାହିଁକି ପବିତ୍ର ବୋଲି କୁହାଯାଇଛି? ଅଗ୍ନି ଓ ପବନର ମହତ୍ତ୍ୱ କ'ଣ ରହିଛି? କାହିଁକି ନିଷ୍ପାପ ଶିଶୁ ଓ ସନ୍ନ୍ୟାସୀ କର୍ତ୍ତବ୍ୟରତ ବ୍ୟକ୍ତିଙ୍କ ବିଷୟରେ ଅଲଗା ଅଲଗା ଦୃଷ୍ଟିଭଙ୍ଗୀ ରହିଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମନେ ରଖନ୍ତୁ, ଏହି ଉପସ୍ଥାପନା ପରାଶର ସ୍ମୃତିର ପାରମ୍ପରିକ ବ୍ୟାଖ୍ୟା ଉପରେ ଆଧାରିତ। ବିଭିନ୍ନ ପରମ୍ପରା ଓ ପଣ୍ଡିତଙ୍କ ମତରେ ବ୍ୟାଖ୍ୟାର ଭିନ୍ନତା ଥାଇପାରେ। ତେବେ ଆସନ୍ତୁ ଜାଣିବା ଭକ୍ତି ଓ ଜ୍ଞାନ ଏବଂ ସନାତନ ପରମ୍ପରାର ଏହି ପବିତ୍ର ଯାତ୍ରାକୁ ଆମେ ଆରମ୍ଭ କରିବା ଏବଂ ଏ ସମ୍ପର୍କରେ ଆଲୋଚନା କରିବା। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଏ ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ପରିବାରରେ ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ପରାଶର ସଂହିତାରେ ଦେଇଥିବା ଏହି ଉପାଖ୍ୟାନକୁ। ପରାଶର ସ୍ମୃତି ଅନୁସାରେ କେଉଁମାନେ କେବେ ଅଶୁଦ୍ଧ ହୁଅନ୍ତି ନାହିଁ କାହିଁକି? ହଁ ଦର୍ଶକ ବନ୍ଧୁ, ପରାଶର ଶାସ୍ତ୍ରରେ ଏପରି ଭାବରେ ବି ଲେଖାଯାଇଛି। ପରାଶର ସ୍ମୃତିରେ ଏପରି ଭାବରେ ଲେଖାଯାଇଛି। ଆସନ୍ତୁ ସେ ସମ୍ପର୍କରେ ଜାଣିବା। ସନାତନ ଧର୍ମର ଅନେକ ସ୍ମୃତି ଗ୍ରନ୍ଥ ମଧ୍ୟରୁ ପରାଶର ସ୍ମୃତିର ଏକ ବିଶେଷ ସ୍ଥାନ ରହିଛି। ଏହି ଗ୍ରନ୍ଥରେ କୁହାଯାଇଛି ଯେ କେତେକ ବ୍ୟକ୍ତି, ପ୍ରକୃତିର କେତେକ ତତ୍ତ୍ୱ ଏବଂ କେତେକ ବିଶେଷ ପରିସ୍ଥିତି ସଦା ପବିତ୍ର ବୋଲି ଗ୍ରହଣ କରାଯାଏ। ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତିର ପବିତ୍ର ତତ୍ତ୍ୱ ସମ୍ପର୍କରେ। ପବିତ୍ର ତତ୍ତ୍ୱ ପ୍ରକୃତିର କ'ଣ ରହିଛି? ଏହା ସୂର୍ଯ୍ୟ କିରଣ, ଏହା ଅଗ୍ନି, ଏହା ପବନ, ଏହା ଛାୟା, ଆକାଶରୁ ପଡ଼ୁଥିବା ଜଳବିନ୍ଦୁ, ଏସବୁ ହେଉଛି ପ୍ରକୃତିର ପବିତ୍ର ତତ୍ତ୍ୱ। ସଦା ଶୁଦ୍ଧ ବୋଲି ବର୍ଣ୍ଣନା କରାଯାଇଛି। ପ୍ରଥମରେ ଆଲୋଚନା କରିବା ପ୍ରକୃତିର ପବିତ୍ର ତତ୍ତ୍ୱ ସମ୍ପର୍କରେ। ପବିତ୍ର ତତ୍ତ୍ୱ ପ୍ରକୃତିର କ'ଣ ରହିଛି? ସୂର୍ଯ୍ୟ କିରଣ, ଅଗ୍ନି, ପବନ, ଛାୟା, ଆକାଶରୁ ପଡ଼ୁଥିବା ଜଳବିନ୍ଦୁ। ଏହି ଗ୍ରନ୍ଥରୁ କୁହାଯାଇଛି ଏଗୁଡ଼ିକ ଶୁଦ୍ଧ ବୋଲି ବର୍ଣ୍ଣନା କରାଯାଇଛି। ଏଗୁଡ଼ିକ କୌଣସି ଅଶୁଦ୍ଧ ସ୍ଥାନକୁ ସ୍ପର୍ଶ କଲେ ମଧ୍ୟ ନିଜ ପବିତ୍ରତା ହରାନ୍ତି ନାହିଁ, କାରଣ ଏଗୁଡ଼ିକ ହେଉଛନ୍ତି ପ୍ରକୃତିର ପବିତ୍ର ତତ୍ତ୍ୱ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ଶିଶୁ, ସେ ଅଶୌଚ ଥିଲେ ମଧ୍ୟ ପବିତ୍ରତା କିପରି? ଯଦି ଛୋଟ ପିଲାଟି ଅଶୌଚ ରହିଛି ସେ କିପରି ପବିତ୍ରତା ମନାଯାଏ, ଯାହା ପରାଶର ସଂହିତାରେ ଉଲ୍ଲେଖ କରାଯାଇଛି। ନିଷ୍କପଟ ଅବୋଧ ଶିଶୁମାନଙ୍କୁ ସାଧାରଣ ଅଶୌଚ ନିୟମରୁ ମୁକ୍ତ ବୋଲି କୁହାଯାଇଛି। ଏହା ପରାଶର ସଂହିତାରେ ଉଲ୍ଲେଖ କରାଯାଇଛି, ଆମେ କହୁନାହୁଁ, ଏହା ପରାଶର ସଂହିତାରେ ଉଲ୍ଲେଖ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ସନ୍ନ୍ୟାସୀ ଓ ଯତିମାନଙ୍କ ସମ୍ପର୍କରେ। ସନ୍ନ୍ୟାସୀ ବା ସଂସାର ତ୍ୟାଗୀ, ଯିଏ ଆଧ୍ୟାତ୍ମିକ ମାର୍ଗକୁ ଆପଣେଇଛନ୍ତି, ସେମାନଙ୍କ ପାଖରେ ଅଶୌଚତା ନଥାଏ। ସେମାନେ ସଂସାର ତ୍ୟାଗ କରି ଈଶ୍ୱର ସାଧନାରେ ନିମଗ୍ନ ଥିବାରୁ ଜାଗତିକ ଅଶୌଚର ପ୍ରଭାବରୁ ସେମାନେ ଦୂରେଇ ରହନ୍ତି। ତେଣୁ ସେମାନଙ୍କୁ ପବିତ୍ର ବୋଲି ମନାଯାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ,
ସନ୍ନ୍ୟାସୀ ଓ ଯତିମାନଙ୍କୁ ଏବଂ ଶିଶୁମାନଙ୍କୁ ଏବଂ ପ୍ରକୃତିର ତତ୍ତ୍ୱ ଗୁଡ଼ିକୁ, ଏଗୁଡ଼ିକ ହେଉଛନ୍ତି ପବିତ୍ର। ଚତୁର୍ଥ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ରାଜା, ଶାସକ ଓ ଦେଶ ରକ୍ଷାରେ ନିୟୋଜିତ ସୈନ୍ୟମାନଙ୍କର ସମ୍ପର୍କରେ। ଏମାନେ ଅଶୌଚ ଥିଲେ ମଧ୍ୟ କିପରି ପବିତ୍ର ବନାଯାଏ, ଯାହା ପରାଶର ସଂହିତାରେ ଉଲ୍ଲେଖ କରାଯାଇଛି। ହଁ ଦର୍ଶକ ବନ୍ଧୁ, କର୍ତ୍ତବ୍ୟ ପାଳନ ସମୟରେ ସେ ରାଜା ହୁଅନ୍ତୁ କି ଶାସକ ହୁଅନ୍ତୁ କି ଦେଶ ରକ୍ଷା ନିମନ୍ତେ ନିୟୋଜିତ ସୈନିକ ମାନେ ହୁଅନ୍ତୁ, ଯେତେବେଳେ କର୍ତ୍ତବ୍ୟ ପରାୟଣ ହୁଅନ୍ତି, ସେ କର୍ତ୍ତବ୍ୟ ସମୟରେ ଅଶୌଚରେ ବାଧିତ ହୁଅନ୍ତି ନାହିଁ। କାରଣ ପ୍ରଜାର ସୁରକ୍ଷା ଓ ସେବା ସର୍ବୋପରି ବୋଲି ଧରାଯାଇଛି। ଏହା ପରାଶର ସଂହିତାରେ ସମ୍ପୂର୍ଣ୍ଣ ଭାବେ ଉଲ୍ଲେଖ କରାଯାଇଛି। ପଞ୍ଚମ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କର ଅଶୌଚ ଥିଲେ ମଧ୍ୟ ସେମାନେ କିପରି ପବିତ୍ର। ପଞ୍ଚମ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ନିଜ ବୃତ୍ତିରେ ନିୟୋଜିତ ଶିଳ୍ପୀ, କାରିଗର ଓ ଶ୍ରମିକ କାର୍ଯ୍ୟରତ ହାତକୁ ସବୁବେଳେ ଶୁଦ୍ଧ ବୋଲି ମାନ୍ୟତା ଦିଆଯାଇଛି। ନିଜ ବୃତ୍ତିରେ ନିୟୋଜିତ ଶିଳ୍ପୀ, ଯେଉଁ ଶିଳ୍ପୀ ନିଜ ବୃତ୍ତିଗତ କର୍ମ କରୁଛନ୍ତି, କାରିଗର ଓ ଶ୍ରମିକଙ୍କ କାର୍ଯ୍ୟରତ ହାତକୁ, ନିଜର ହାତକୁ, ତାଙ୍କର ହାତକୁ ସବୁବେଳେ ଶୁଦ୍ଧ ବୋଲି ପରାଶର ସଂହିତାରେ ମାନ୍ୟତା ଦିଆଯାଇଛି। ଷଷ୍ଠ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ଆଉ କିଏ ରହିଛନ୍ତି? ଗାଈ। ଆଉ କିଏ ରହିଛନ୍ତି? ମାଛି। ଷଷ୍ଠ ପର୍ଯ୍ୟାୟରେ ଆସନ୍ତୁ ଜାଣିବା ଗାଈ ଓ ମାଛି। ଠିକ ଅଛି। ଗାଈ ଯେତେବେଳେ ଅଶୌଚ, ଗାଈକି ଅଶୌଚ, ସେ ଯେତେବେଳେ ମଳମୂତ୍ର କରୁଛି ତାକୁ ଅଶୌଚ ଆମେ ଧରିବା ନା ପବିତ୍ର ବୋଲି ମନାଯିବା, ତାକୁ ମାନିବା? ଠିକ ଅଛି, ଆସନ୍ତୁ ଜାଣିବା। ଗାଈର ପୃଷ୍ଠଭାଗ ଓ ଶ୍ୱାସକୁ ପବିତ୍ର ବୋଲି ବର୍ଣ୍ଣନା କରାଯାଇଛି। ସେହିପରି ଭାବରେ ଉଡୁଥିବା ମାଛି କୌଣସି ବସ୍ତୁରେ ବସିଲେ ମାତ୍ର ସେହି ବସ୍ତୁ ଅଶୁଦ୍ଧ ବୋଲି ମନାଯାଏ ନାହିଁ, ଯାହା ପରାଶର ସଂହିତାରେ କୁହାଯାଇଛି। ଯଦି କୌଣସି ମାଛି କୌଣସି ଖାଦ୍ୟ ଦ୍ରବ୍ୟରେ ବସେ, ସେ ଖାଦ୍ୟ ଦ୍ରବ୍ୟ ଅଶୌଚ ହେବ ନାହିଁ, ଏହା ପରାଶର ସଂହିତାରେ ବର୍ଣ୍ଣନା କରାଯାଇଛି। ଶେଷରେ ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତି ଯଜ୍ଞ, ଯେଉଁ ବ୍ୟକ୍ତି ବ୍ରତ ବା ବିବାହ କିମ୍ବା ଦାନ କର୍ମ ଭଳି ପବିତ୍ର କାର୍ଯ୍ୟରେ ସଂକଳ୍ପ କରିସାରିଛନ୍ତି, ସେହି ଅନୁଷ୍ଠାନ ସମାପ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦିଆଯାଇଛି। ସେମାନେ ଅଶୌଚ ନୁହନ୍ତି, ସେ ସଦାସର୍ବଦା ଶୌଚ ଅଟନ୍ତି। ଯେପର୍ଯ୍ୟନ୍ତ ସଂକଳ୍ପ କରିଥିବା କର୍ମ ସମ୍ପୂର୍ଣ୍ଣ ହୋଇନାହିଁ। ହଁ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତି ଯଜ୍ଞ, ବ୍ରତ, ବିବାହ କିମ୍ବା ଦାନ ଭଳି ପବିତ୍ର କାର୍ଯ୍ୟର ସଂକଳ୍ପ ଗ୍ରହଣ କରିସାରିଛନ୍ତି, ସେହି ଅନୁଷ୍ଠାନ ସମାପ୍ତ ହେବା ପର୍ଯ୍ୟନ୍ତ ବା ସେ ଯେଉଁ କାର୍ଯ୍ୟ ଯେଉଁ ସଂକଳ୍ପ କରିଛନ୍ତି, କାର୍ଯ୍ୟଟି ସମ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ସେ ଅଶୌଚ ଥିଲେ ମଧ୍ୟ, ତାଙ୍କ ପରିବାରରେ ଛୁତିକିଆ ବା ମୃତ୍ତିକିଆ ଭଲ ମନ୍ଦ ଅଶୌଚ ତାଙ୍କ ପରିବାର କୁଟୁମ୍ବରେ ହେଲେ ମଧ୍ୟ ସେମାନେ ଶୌଚ ତାଙ୍କ କର୍ମକୁ ବା ସଂକଳ୍ପିତ ହୋଇଥିବା କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ସେମାନେ ହେଉଛନ୍ତି ଶୌଚ। ଯେପର୍ଯ୍ୟନ୍ତ ସଂକଳ୍ପିତ କରିଥିବା କର୍ମକୁ ସମ୍ପୂର୍ଣ୍ଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେମାନେ ହେଉଛନ୍ତି ଶୌଚ। ଏହା ପରାଶର ସଂହିତାରେ ଉଲ୍ଲେଖ କରାଯାଇଛି।
এই শিক্ষা এই যে সমস্ত শিক্ষা আচ্ছা এই যে সমস্ত শিক্ষা এই সমস্ত শিক্ষা আমাকে বুঝায় যে সনাতন ধর্মরে প্রকৃতি নিষ্কাম কর্তব্য এবং আধ্যাত্মিক সাধনাକୁ সর্বোচ্চ সম্মান দিয়াযাଉଛି। আমার যে সনাতন ধর্ম রয়েছে সমস্ত ধর্ম মধ্যে আমার সনাতন ধর্ম হচ্ছে মহান। এই সনাতন ধর্ম ଆମକୁ ଶିକ୍ଷା ଦେଉଛି ଏହିପରି ଭାବରେ ଆମକୁ ବୁଝାଉଛି କି ପ୍ରକୃତି ନିଷ୍କାମ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ ସାଧନାକୁ ସର୍ବୋଚ୍ଚ ସମ୍ମାନ ଦିଆଯାଉଛି ଆମ ସନାତନ ଧର୍ମରେ। ଏଭଳି ସନାତନ ଧର୍ମ ଶ୍ରୀ ଜଗନ୍ନାଥଙ୍କର ମହିମା ଆଧ୍ୟାତ୍ମିକ ଜ୍ଞାନର ଭିଡ଼ିଓ ପାଇଁ ଆଜି ହିଁ ଗୋଲ୍ଡେନ୍ ସାର୍ଥକ ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରନ୍ତୁ। ଆଉ ଏ ସମ୍ବନ୍ଧୀୟ ବିଷୟବସ୍ତୁ ଯଦି ଆପଣଙ୍କ ପରିବାରରେ କେହି ଜାଣିନଥାନ୍ତି ସେମାନଙ୍କ ପାଖକୁ ସେୟାର କରନ୍ତୁ ଏବଂ ଆଗାମୀ ସୂଚନା ପାଇଁ ଏହିପରି ଆଗାମୀ ଅଧ୍ୟାୟରେ ଆଧ୍ୟାତ୍ମିକ ଭରା ଭିଡ଼ିଓକୁ ଶୁଣିବା ପାଇଁ ଜାଣିବା ପାଇଁ ଆମର ଏହି ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ। ଭକ୍ତିର ସୁର, ସଂସ୍କୃତିର ଗନ୍ଧ। ଆସନ୍ତୁ ଯୋଡ଼ି ହେବା ମହାପ୍ରଭୁଙ୍କ ପଥରେ। ଗୋଲ୍ଡେନ୍ ସାର୍ଥକ ଏକ ଆଧ୍ୟାତ୍ମିକ ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁଠି ଶ୍ରୀ ଜଗନ୍ନାଥଙ୍କ ମହିମା, ଓଡ଼ିଆ ସଂସ୍କୃତି, ପରମ୍ପରା, ଯେଉଁଠି ଭକ୍ତମାନଙ୍କ ମୁଖରୁ ଶୁଣନ୍ତୁ ମହାପ୍ରଭୁଙ୍କ ଅଲୌକିକ ଅନୁଭୂତିର କଥା। ଗୋଲ୍ଡେନ୍ ସାର୍ଥକ। ଭକ୍ତିର ଆଲୋକ, ଜଗନ୍ନାଥ ପ୍ରେମର ଅମୃତଧାରା। ଭକ୍ତିମୟ କାହାଣୀ, ପ୍ରଭୁଙ୍କ ଅସୀମ କୃପାର ବାଣୀ। ଆଜି ହିଁ ଗୋଲ୍ଡେନ୍ ସାର୍ଥକ ଚ୍ୟାନେଲ୍ ଦେଖନ୍ତୁ, ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।